ଏହି ମନ୍ତ୍ରକୁ ଥରେ ଜପ କରନ୍ତୁ, ଦେଖିବେ ଆପଣଙ୍କର କୌଣସି ଜାଗାରେ ବି ହାରିବାର ଚାନ୍ସ ହୋଇନଥାଏ କି ଶତ୍ରୁ ଭୟ ନଥାଏ। ସବୁ ଜାଗାରେ ଆପଣ ବିଜୟ ଲାଭ କରିବେ। ଏହି ମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କ ଭିତରେ ଥିବା ଶକ୍ତି, ଆତ୍ମଶକ୍ତି ବଢ଼ିଥାଏ। ନିଜ ଭିତରେ ଯେଉଁ ଭୟ ଥାଏ ସେ ଭୟ ଦୂର ହୋଇଯାଇଥାଏ। ଯେକୌଣସି କାର୍ଯ୍ୟ କରିବାକୁ ଯାଉଥିବେ ଆପଣ, ସେ ସବୁ କାର୍ଯ୍ୟରେ ବିଜୟ ଲାଭ କରିବେ। କୌଣସି ଜାଗାରେ ବି ଆପଣଙ୍କ ସହିତ ପ୍ରତିଦ୍ୱନ୍ଦ୍ୱୀ କଲା ଭଳିଆ କେହି ବି ମିଳିବେ ନାହିଁ। କିନ୍ତୁ ପ୍ରତ୍ୟେକ ଦିନ ସକାଳେ ଆପଣ ସ୍ନାନ ସାରି ମନକୁ ପବିତ୍ର କରି ଯେତେବେଳେ ଏହି ଜପକୁ ଜପିବାକୁ ଯିବେ, ସେତେବେଳେ ମନକୁ ସ୍ଥିର କରିକି, ମନକୁ ଶାନ୍ତ ରଖିକି ଏହି ଜପ ଜପନ୍ତୁ। ଏହି ଜପ ଜପିବା ଦ୍ୱାରା ଆପଣଙ୍କର କ'ଣ ସବୁ ଲାଭ ମିଳିବ, ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣଙ୍କୁ ଜଣେଇବି। ଏହି ମନ୍ତ୍ରକୁ ଜପ କଲେ କ'ଣ ସବୁ ଲାଭ ମିଳିବ ଆପଣଙ୍କୁ। ତ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ସେ ଭିଡ଼ିଓକୁ। ଯଦି ଭିଡ଼ିଓକୁ ଆପଣଙ୍କୁ ଭଲ ଲାଗିଥାଏ ନିହାତି ଭାବେ ଲାଇକ୍, ସବସ୍କ୍ରାଇବ୍, ସେୟାରଟେ କରିବା। କମେଣ୍ଟରେ ଯାହା ଲେଖିବା କଥା ଆପଣ ଶେଷରେ ଭିଡ଼ିଓକୁ ଦେଖି ସାରିଲା ପରେ କମେଣ୍ଟରେ ଲେଖିବେ। ତ ଚାଲନ୍ତୁ ଆଜିର ଭିଡ଼ିଓ ଷ୍ଟାର୍ଟ କରିବା। ଯଦି ଆପଣ ସତରେ ଭଗବାନଙ୍କୁ ମାନନ୍ତି ଆଉ ଭଗବାନଙ୍କୁ ବିଶ୍ୱାସ କରନ୍ତି, ତାହେଲେ ଆଜିର ସେଇ ଭିଡ଼ିଓ ସେଇ ଭକ୍ତମାନଙ୍କ ପାଇଁକା। ଯଦି ଆପଣ ନରସିଂହଙ୍କୁ ପୂଜା କରନ୍ତି ଆଉ ନରସିଂହକୁ ନିହାତି ଭାବେ ମାନୁଥିବେ, ଭକ୍ତି କରୁଥିବେ, ସମ୍ମାନ କରୁଥିବେ, ତାହେଲେ ପ୍ରତ୍ୟେକ ଦିନ ସକାଳୁ ସ୍ନାନ ସାରି ସମସ୍ତେ ଭକ୍ତମାନଙ୍କୁ କହୁଛି, ଯଦି ପ୍ରକୃତରେ ଭଗବାନଙ୍କୁ ଆପଣ ବିଶ୍ୱାସ କରନ୍ତି, ତାହେଲେ ପ୍ରତ୍ୟେକ ଦିନ ସକାଳେ ସ୍ନାନ ସାରି ନିଜକୁ ମନକୁ ଶାନ୍ତ ପବିତ୍ର ରଖି ଏହି ମନ୍ତ୍ରକୁ ଥରେ ଜପ କରନ୍ତୁ। ସେ ମନ୍ତ୍ର କ'ଣ ମୁଁ ଆଜି ଆପଣମାନଙ୍କୁ କହୁଛି, ଆଉ ଏଇଭଳି ଉଚ୍ଚାରଣ କରିବେ। ଦୁଇ ହାତକୁ ଯୋଡ଼ି ଦେବେ, କହିବେ, ଦୁଇ ହାତକୁ ଯୋଡ଼ି ପ୍ରଭୁଙ୍କୁ ସ୍ମରଣ କରିବେ, ଓମ୍ ନମ ଭଗବତେ ନୃସିଂହାୟ ନମ। ଏହି ମନ୍ତ୍ରକୁ ଜପ କରନ୍ତୁ, ଦେଖିବେ ପ୍ରତ୍ୟେକ ଦିନ 11 ଥର କିମ୍ବା 108 ଥର ଜପ କରନ୍ତୁ। ଭକ୍ତିର ସହ ଜପ କରନ୍ତୁ, ଦେଖିବେ ନିଶ୍ଚିନ୍ତ ଯେଉଁ ଜାଗାକୁ ଯିବେ ଆପଣ ସେ ଜାଗାରେ ବିଜୟ ଲାଭ କରିବେ। ମନ୍ତ୍ରଟି ଆଉଥରେ ମୁଁ ଆପଣଙ୍କୁ ଉଚ୍ଚାରଣ କରି କହିଦେଉଛି, ଓମ୍ ନମ ଭଗବତେ ନୃସିଂହାୟ ନମ, ଓମ୍ ନମ ଭଗବତେ ନୃସିଂହାୟ ନମ। ଏହି ମନ୍ତ୍ରକୁ ଜପ କରନ୍ତୁ, 11 କିମ୍ବା 108 ଥର ଜପ କରନ୍ତୁ, ଦେଖିବେ ନିଶ୍ଚିତ ଭାବେ ଆପଣ ଯେକୌଣସି ଜାଗାକୁ ଯାଆନ୍ତୁ ସେଥିରେ ବିଜୟ ଲାଭ କରିବେ। ଶତ୍ରୁମାନେ ଆପଣଙ୍କ ଛାଇ ବି ମାଡ଼ିବେ ନାହିଁ। ଏହା ଯଦି ପାଳନ କରିବେ ନିହାତି ଭାବେ ଆପଣଙ୍କ ମଙ୍ଗଳ ହେବ। ପ୍ରଭୁ ନୃସିଂହ ଆପଣଙ୍କ ଉପରେ ଖୁସି ଲାଭ କରିବେ, ସନ୍ତୁଷ୍ଟ ଲାଭ କରିବେ, ଯାହାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ଯଦି ଭିଡ଼ିଓଟି ଭଲ ଲାଗୁଥିବ ନିହାତି ଭାବେ ଲାଇକ୍, ସେୟାର, କମେଣ୍ଟ, ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେ